ଥରେ ଦୁଇ ଜଣ ଲୋକ କଳି କରୁଥିଲେ। ସେମାନେ ମୁହଁକୁ ମୁହଁ ଯୋଡ଼ି ପରସ୍ପରକୁ ଅତି ଉଚ୍ଚ ସ୍ୱରରେ ଗାଳି ଦେଉଥିଲେ। ଏକଥା ଦେଖିଲେ ଜଣେ ସାଧୁ। ସେ ତାଙ୍କ ଶିଷ୍ୟକୁ ପଚାରିଲେ, ଏମାନେ ତ ପରସ୍ପରର ଅତି ନିକଟରେ। ଜଣେ ଅତି ଧୀର ସ୍ୱରରେ କହିଲେ ତ ଅନ୍ୟ ଜଣେ ଶୁଣିପାରିବ, ତେବେ ଏମାନେ ଏତେ ଉଚ୍ଚ ସ୍ୱରରେ ଗାଳି ଦେଉଛନ୍ତି କାହିଁକି? ଶିଷ୍ୟ କହିଲେ, ସତେ ତ ଗୁରୁଦେବ, କିନ୍ତୁ ମୁଁ ତା କାରଣ କହିପାରିବି ନାହିଁ। ଏଥର ସାଧୁ କହିଲେ, ପ୍ରକୃତ କଥା ହେଲା, ଯେତେବେଳେ ଦୁଇ ଜଣ ପରସ୍ପର ସହିତ କଳହ କରନ୍ତି, ସେତିକି ବେଳେ ସେମାନଙ୍କ ଭିତରେ ଦୂରତା ବଢ଼ିଯାଏ। ସେମାନଙ୍କ ହୃଦୟ ପରସ୍ପର ଠାରୁ ଏତେ ଦୂରକୁ ଯାଏ ଯେ ସେମାନେ ଜୋରରେ ଚିତ୍କାର ନ କଲେ କେହି କାହାକୁ ଶୁଣିପାରନ୍ତି ନାହିଁ କି ବୁଝିପାରନ୍ତି ନାହିଁ। ଅନେକ ସମୟରେ ତ ଚିତ୍କାର କରି କରି ଥକିଲେ ବି କେହି କାହା କଥା ବୁଝିପାରନ୍ତି ନାହିଁ। ତାପରେ ସାଧୁ କହିଲେ, ଏବେ ପ୍ରେମ କଥା ବିଚାର କର। ଯେତେବେଳେ ଦୁଇ ଜଣ ପ୍ରେମରେ ପଡ଼ନ୍ତି, ସେତେବେଳେ ସେମାନେ ପରସ୍ପର ସହିତ ଧୀର ସ୍ୱରରେ କଥାବାର୍ତ୍ତା କରନ୍ତି। ସେମାନଙ୍କ ପ୍ରେମ ଯେତେ ଗଭୀର ହେଉଥାଏ, ସେମାନଙ୍କ ସ୍ୱର ଅଧିକ ଧୀର ହେଉଥାଏ। ପ୍ରେମର ଗଭୀରତମ ଅବସ୍ଥାରେ ସେମାନେ ପରସ୍ପର ଠାରୁ ଯୋଜନ ଯୋଜନ ଦୂରତାରେ ରହିଲେ ବି ଉଭୟ ପରସ୍ପରର ଭାବନାକୁ ଶୁଣିପାରନ୍ତି। ସେତିକି ବେଳେ ନୀରବରେ ବି କଥା କହି ହୁଏ। କ'ଣ ସାଙ୍ଗମାନେ, ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ଲେଖିବା ପାଇଁ ଅନୁରୋଧ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ। ସାଙ୍ଗମାନେ, ଜଣେ ସ୍ତ୍ରୀଙ୍କୁ ପଚରାଗଲା, ତୁମେ ତୁମ ସ୍ୱାମୀଙ୍କ ଠାରୁ କ'ଣ ଆଶା କରୁଛ? ସ୍ତ୍ରୀ ଜଣଙ୍କ ଅତି ସୁନ୍ଦର ଆଉ ଚମତ୍କାର ଉତ୍ତରଟିଏ ଦେଲେ। ସିଏ କହିଲେ, ମୋତେ ମୂଲ୍ୟବାନ ଗହଣା କି ଦାମୀ ଶାଢ଼ୀ ଦରକାର ନାହିଁ। ମୋ ସ୍ୱାମୀଙ୍କର ସେଇ ବିଶ୍ୱାସ ଟିକକ ମୋର ଦରକାର, ଯେଉଁଥିରେ କି ସିଏ କହିପାରିବେ, କେହି ତୋର ସାଥ ଦିଅନ୍ତୁ କି ନ ଦିଅନ୍ତୁ, ମୁଁ କିନ୍ତୁ ସବୁବେଳେ ତୋ ସାଥିରେ ଅଛି। ଗୋଟିଏ ନାରୀ ପାଇଁ ତା ସ୍ୱାମୀର ବିଶ୍ୱାସ ହେଉଛି ତା ପାଇଁ ସବୁଠାରୁ ବଡ଼ ଶକ୍ତି। କ'ଣ ସାଙ୍ଗମାନେ, ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ। ସାଙ୍ଗମାନେ, ଥରେ ରାଧା ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଲେ, ପ୍ରଭୁ, ପ୍ରକୃତ ପ୍ରେମ କାହାକୁ କୁହାଯାଏ? ଭଗବାନ କୃଷ୍ଣ ସ୍ମିତହାସ୍ୟ ଦେଇ ଅତି ସୁନ୍ଦର ଉତ୍ତରଟିଏ ଦେଲେ। କହିଲେ, ସମସ୍ତେ ପାଖରେ ଥାଇ ବି ଜଣଙ୍କର ଅନୁପସ୍ଥିତିକୁ ଅନୁଭବ କରିବାକୁ ହିଁ ପ୍ରେମ କୁହାଯାଏ। କ'ଣ ସାଙ୍ଗମାନେ, ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ।